ଛେଲ ପୋଲିସ ଆଉ ଏତେ ଜଗେଇଛନ୍ତି କଣ ପାଇଁ? ଏତେ ତାଙ୍କର ଡର ପଶିଯାଇଛି, ସେ ଏତେ ନତମସ୍ତକ ହେଇକିନା ସାଲ୍ୟୁଟ ପକାଉଛନ୍ତି। ଚୋରକୁ ପୋଲିସ ବର୍ତ୍ତମାନ ସାଲ୍ୟୁଟ ପକାଉଛି ସବୁ ଥାନାରେ ଓଡ଼ିଶାର। କଣ କହିବ? ଇଏ ବେପାର ବାଣିଜ୍ୟ କରିଦେଇଛନ୍ତି ବିଜେପି ବାଲା ତାଙ୍କର ସବୁ ଥାନା ମାନଙ୍କରେ ଗୋଟା ଗୋଟେ ଦୋକାନୀ ଖୋଲି ଦେଇଛନ୍ତି। କ୍ରାଇମ ବଢିବ, କ୍ରାଇମ ବଢିବ। ଆଜି ଅସୁରକ୍ଷିତ ଛାତ୍ର, ଯୁବକ, କୃଷକ, ଶ୍ରମିକ ସମସ୍ତେ ସମସ୍ତେ ପୁରା ଏକାଥରେ ତ୍ରାହି ତ୍ରାହି ଡାକ ଦଉଛନ୍ତି। ଆରେ ସବୁ ଥାନାରେ ଚାଲିଛି ବାପା, ତମକୁ କହିଲି ଟୁଆ ଟୁଇ ହେଇକିନା ଚଲେଇଛନ୍ତି। ଇଲିସି ପାଇଛି, ରଙ୍କୁଡ଼ା ପାଇଛି, ଇଲିସି କଣ୍ଟା ମଣ୍ଟା ଘିରିକି ହେଉଛି। ଟିଙ୍କ ଭଟକରା ସବୁ ମାତିଗଲେଣି ସାରା ଓଡ଼ିଶା ସାରା। ମାନେ ଏତେ ରକ୍ତ ଶୋଷିଲେଣି ଗରିବ ଲୋକଙ୍କର ଚିନ୍ତା କରାଯାଇ ପାରିଲା। 2 ବର୍ଷ ପୂରଣ ହେବା ପାଇଁ ଯାଉଛି। କ'ଣ କରିଛନ୍ତି? ବୋଲ ଆଳୁ, ଘୋଡ଼ା ଡିମ୍ବ କୌଣସି କାର୍ଯ୍ୟକ୍ରମ କରିନାହାନ୍ତି। ଆଉ ସିଏ ଉପରେ ବସି ସେଠି କହୁଛି ତମେ ତେଲ ଖାଅ ନାହିଁ, ତମେ 12 ଘଣ୍ଟା ଖଟ, ତମ ଦେହ ଖରାପ ହେଇଗଲେ ତମେ ତେଲ ଖାଇବନି, ଗରିବ ଲୋକ ଖାଇବେନି। ହଁ, ତାଙ୍କ ପାଇଁ ତମର ସବୁ ଯାକ ଫନ୍ଦି ଫିଗର ଏବେ ମନେ ପଡ଼ିଲା। 3 ମାସ ତଳୁ ପାର୍ଲାମେଣ୍ଟରେ ଡିସ୍କସନ୍ ପାଇଁ ଯେତେବେଳେ ହେଉଥିଲା ତମେ ଦେଶକୁ ତ ଜଣେଇଲନି, କାରଣ ତମେ ଟୁଆ ଟୁଇ ହେଇ ବୁଲୁଥିଲ କେମିତି ଇଲେକ୍ସନ ଜିତିବ। ତା ଛଡ଼ା ଅଲଗା କେଉଁ ଜାଗାରେ ଏମାନେ ସକ୍ସେସଫୁଲ ଜନସାଧାରଣ ବୁଝନ୍ତୁ। ନଟ୍ ଇନ୍ 1%। ଟଙ୍କାର ମୂଲ୍ୟ ପରେ ଆଜି ସର୍ବାଧିକ। ଆରେ ସେମାନେ ପୁରା କ୍ଷେତ୍ରରେ এই କାର୍ଯ୍ୟକ୍ରମ କରି ଆସିଛନ୍ତି, ତାଙ୍କୁ ଆମେ କେବେ ଛାଡ଼ିବୁନି, ଏକ୍ସପୋଜ କରିବୁ। ନବୀନ ପଟ୍ଟନାୟକ ନେତୃତ୍ୱରେ ଓଡ଼ିଶାବାସୀଙ୍କୁ ସୁରକ୍ଷା ଦେବୁ।